ସୁପ୍ରଭାତ ପିଲାମାନେ। ଆଜିର ଏହି ଅଧିବେଶନକୁ ତୁମ ସମସ୍ତଙ୍କୁ ସ୍ୱାଗତ। ଆଶା ରଖୁଛି ଆଜିର ଏହି ଅଧିବେଶନଟି ତୁମ ପାଇଁ ଶିକ୍ଷଣୀୟ ହେବ। ଆଜି ଆମେ ତୁମ ଷଷ୍ଠ ଶ୍ରେଣୀର ବିଷୟ ଜିଜ୍ଞାସା, ପ୍ରସଙ୍ଗର ନାମ ସୁଷମ ଖାଦ୍ୟ ସୁସ୍ଥ ଶରୀର ଉପାୟ ସମ୍ପର୍କରେ ଆଲୋଚନା ରଖିବା। ବିଶେଷ କରି ମଣ୍ଡଦର ଉପସ୍ଥିତିକୁ ପରୀକ୍ଷଣ ମାଧ୍ୟମରେ ବର୍ଣ୍ଣନା କରିବା। ଆଜିର ପ୍ରସଙ୍ଗଟି ଆଲୋଚନା ପରେ ତୁମେମାନେ ଖାଦ୍ୟରେ ଷ୍ଟାର୍ଚ ବା ମଣ୍ଡଦର ଉପସ୍ଥିତିକୁ ପରୀକ୍ଷା କରି ବର୍ଣ୍ଣନା କରିବ। ଆଚ୍ଛା ପିଲାମାନେ, ଆମେ କେମିତି କ'ଣ କରିବା କହିଲ? ପରୀକ୍ଷା କରି ଦେଖିବା ତ? ଠିକ୍ ଅଛି, ଆସ ଆମେ ପରୀକ୍ଷା କରି ଦେଖିବା ଖାଦ୍ୟରେ ମଣ୍ଡଦର ଉପସ୍ଥିତିକୁ ଆମେ ବର୍ଣ୍ଣନା କରିବା। ଆଚ୍ଛା ପିଲାମାନେ, ତୁମେ ପ୍ରତିଦିନ ଖାଦ୍ୟ ଖାଉଛ? ତୁମେ ଖାଉଥିବା ଖାଦ୍ୟର ନାମ କହିଲ? ଭାତ। ଆଚ୍ଛା, କ'ଣ ଖାଲି ଭାତ ଖାଅ? ତାପରେ କ'ଣ ଖାଅ? ଡାଲି ଖାଅ। ବହୁତ ସୁନ୍ଦର, ବହୁତ ବଢ଼ିଆ ପିଲାମାନେ। ତା ସହିତ ତରକାରୀ। ଓହୋ, ବୁଟ ତରକାରୀ। ଆରେ ବାଃ, ବହୁତ ବଢ଼ିଆ ବଢ଼ିଆ ପୋଷକଯୁକ୍ତ ଖାଦ୍ୟ ତୁମେମାନେ ଖାଉଛ। ବହୁତ ସୁନ୍ଦର। ସୋୟାବିନ୍। ବହୁତ ବଢ଼ିଆ ପିଲାମାନେ। ପୁଷ୍ଟିସାରରେ ଏହା ଭରପୁର ଥାଏ। ପାଉଁରୁଟି ଖାଅ, ମଝିରେ ମଝିରେ ଖାଅ। ଠିକ୍ ଅଛି, ଭଲ ଲାଗେ ନା? ଚିନାବାଦାମ ବି ଖାଅ। ଭାରି ପୁଷ୍ଟିକର ଜାତୀୟ ଖାଦ୍ୟ ତୁମେମାନେ ଖାଉଛ। ବହୁତ ବଢ଼ିଆ ପିଲାମାନେ। ନଡ଼ିଆ ଖାଅ। ନଡ଼ିଆକୁ କେମିତି ଖାଅ ପିଲାମାନେ? ନଡ଼ିଆ କୋରାରେ ଲଡୁ କରି ଖାଅ। ଆରେ ବାଃ, ବହୁତ ବଢ଼ିଆ। ଆଉ ତା ସହିତ ଖାଲିରେ ବି ଭୋଗ ହେଲେ ବି ଖାଅ। ତମେମାନେ ତ ବହୁତ ସୁନ୍ଦର ଖାଦ୍ୟ ସବୁ ଖାଉଛ। କାକୁଡ଼ି ଖାଉଛ ନାଇଁ କି? କେମିତି ଖାଅ ପିଲାମାନେ? ସାଲାଡରେ? ଆଚ୍ଛା, ଆଉ କେମିତି ଖାଅ? ଲୁଣ ଲଙ୍କା ଲଗେଇକି ବି ଖାଅ। ଭାରି ଭଲ ଲାଗେ ନା? ଆଚ୍ଛା, ଅଣ୍ଡା ବି ଖାଅ। ଠିକ୍ ଅଛି। ଭାରି ପୁଷ୍ଟିକର ଜାତୀୟ ଖାଦ୍ୟ ତୁମେମାନେ ସବୁ ଖାଉଛ। ଶୁଣିକି ଭାରି ଭଲ ଲାଗିଲା। ମାଛ ବି ଖାଉଛ? ବାଃ, ବହୁତ ସୁନ୍ଦର। ପିଲାମାନେ, ତୁମେ ତ ବଢ଼ିଆ ବଢ଼ିଆ ଖାଦ୍ୟ ଖାଉଛ। ଆଚ୍ଛା, କହିଲ ଏଇ ସବୁ ଖାଦ୍ୟ ଗୁଡ଼ିକରେ କେଉଁ ସବୁ ପୋଷକ ଅଛି ତୁମେ ଜାଣିଛ କି? ଜାଣିଛ ପିଲାମାନେ? କହିଲେ ଦେଖି। ଓହୋ, ତୁମେମାନେ ଜାଣିନା? ଠିକ୍ ଅଛି, ତାହେଲେ ଆସ ଆମେ ପରୀକ୍ଷା କରି ଦେଖିବା। ତୁମେ ଯେଉଁ ଖାଦ୍ୟ ଖାଉଛ ସେ ଖାଦ୍ୟରେ କେଉଁ ସବୁ ପୋଷକ ରହିଛି ଆମେ ଆଜି ପରୀକ୍ଷା କରି ଦେଖିବା। ଆସ ଦେଖିବା। ପରୀକ୍ଷଣ ପାଇଁ ଆବଶ୍ୟକୀୟ ଉପକରଣ। ବିଶେଷ କରି ଖାଦ୍ୟ ନମୁନା ଆଳୁ, କାକୁଡ଼ି ଖଣ୍ଡ, ପାଉଁରୁଟି, ଭାତ, ସିଝା ବୁଟ, ତେଲ, ଚିନାବାଦାମ, ନଡ଼ିଆ ଓ କିଛି ଲହୁଣୀ ନେବା। ଠିକ୍ ଅଛି ପିଲାମାନେ? ତା ସହିତ ଆୟୋଡିନ ଦ୍ରବଣ ଓ ଡ୍ରପର। ତୁମେ ଚାହିଁଲେ ଟେଷ୍ଟ ଟ୍ୟୁବ୍ ବା କିଛି ପ୍ଲେଟ୍ ବି ତୁମେ ନେଇପାରିବ। ଆଉ ଏହିସବୁର ତଥ୍ୟକୁ ଲିପିବଦ୍ଧ କରିବା ପାଇଁ ଆମକୁ କ'ଣ ଦରକାର? କାଗଜ ଦରକାର। ତ ଏହିସବୁ ଆମେ ଆବଶ୍ୟକ ଉପକରଣକୁ ସଂଗ୍ରହ କରିବା ଏବଂ ଆମ ପରୀକ୍ଷଣଟିକୁ ଆରମ୍ଭ କରିବା। ଚାଲ ଦେଖିବା। ପରୀକ୍ଷଣ ପୂର୍ବରୁ ଆସ ଆମେ ଅନୁସନ୍ଧାନ କରିବା। ଆମେ ଯେଉଁ ଖାଦ୍ୟ ନମୁନା ନେଇଛେ, ଆମେ ଆୟୋଡିନ ପୂର୍ବରୁ ଖାଦ୍ୟର ରଙ୍ଗଟି କିପରି ଅଛି ଆମେ ଦେଖିବା। ଆଚ୍ଛା ପିଲାମାନେ କହିଲ, ଆଳୁ ତାର ରଙ୍ଗଟି କିପରି ଥାଏ? ଇଷତ୍ ହଳଦିଆ। ଠିକ୍ ଅଛି, ବହୁତ ବଢ଼ିଆ। କାକୁଡ଼ିର ପିଲାମାନେ ରଙ୍ଗଟା କିପରି ରହିବ କହିଲ? ଇଷତ୍ ସବୁଜ। ଠିକ୍ କହୁଛ। ପାଉଁରୁଟି ଜାଣିଛ, ଇଷତ୍ ହଳଦିଆ ଆମେ କହିପାରିବା। ସାମାନ୍ୟ ଫିକା ଧଳା ବି କହିପାରିବା ନାଇଁ କି? ଆଚ୍ଛା, ଭାତର ରଙ୍ଗ ଜାଣିଛ ପିଲେ, ଧଳା।
ଠିକ କଥା। ଯିବା ଆଗକୁ। ସିଝା ବୁଟ। ସିଝା ବୁଟର ରଙ୍ଗଟା କିପରି ଅଛି ପିଲାମାନେ କହିଲ? ଗାଢ଼ ବାଦାମୀ। ଏବେ ଆଗକୁ ଯିବା। ଆଚ୍ଛା, ଚିନାବାଦାମ ତ ତୁମେ ଖାଇଛି କହିଲ। ଚିନାବାଦାମକୁ ବାହାର କରି ତାକୁ ଛେଚିଲା ପରେ ତା ରଙ୍ଗଟା କିପରି ଅଛି କହିଲ ପିଲାମାନେ? ଇସତ ବାଦାମୀ। ଠିକ ଅଛି। ଆଉ ତେଲ? ତେଲ ତୁମେ ଜାଣିଛ? କୁହ। ଇସତ ହଳଦିଆ। ହଉ ଠିକ ଅଛି। ଆଚ୍ଛା, ବଟର ବା ଲହୁଣୀ କଥା କହିବା ପିଲାମାନେ। ୟା ରଙ୍ଗଟା କିପରି ଅଛି କୁହ? ଇସତ ହଳଦିଆ। ଠିକ ଅଛି। ନଡ଼ିଆ କୋରା? ନଡ଼ିଆ କୋରାର ରଙ୍ଗ ଧଳା ଥାଏ। ଆଚ୍ଛା, ତାହେଲେ ଆମେ ବର୍ତ୍ତମାନ ଯେଉଁ ଯେଉଁ ଖାଦ୍ୟ ନମୁନା କଥା ଆଲୋଚନା କଲେ, ଆୟୋଡିନ ପରୀକ୍ଷା ପୂର୍ବରୁ ଖାଦ୍ୟର ରଙ୍ଗଟିକୁ ଆମେ ଲିପିବଦ୍ଧ କରିଦେଲେ। ଏବେ ଚାଲ କ'ଣ କରିବା? ପ୍ରତ୍ୟେକ ଜିନିଷରେ 2-3 ବୁନ୍ଦା ତରଳ ଆୟୋଡିନ ଦ୍ରବଣ ପକାଇବା। ଦେଖିବା କ'ଣ ସବୁ ଲକ୍ଷ୍ୟ କରିବ ତୁମେମାନେ ଗୋଟେ ଗୋଟେ ଖାଦ୍ୟ ପଦାର୍ଥରେ ଆୟୋଡିନ 2-3 ବୁନ୍ଦା ପକାଇ ଆମେ ଦେଖିବା। ଠିକ ଅଛି? ଚାଲ ଆଗକୁ ଯିବା। ଆଚ୍ଛା, ଦେଖିଲ ପିଲାମାନେ ଏଠି କ'ଣ କରୁଛନ୍ତି? ତମ ସାଙ୍ଗମାନେ କ'ଣ କରୁଛନ୍ତି? ଆଳୁକୁ କିଛି ଅଂଶ କାଟି ତାରି ଉପରେ ଡ୍ରପର ସାହାଯ୍ୟରେ ଆୟୋଡିନ ଦ୍ରବଣ ପକାଉଛନ୍ତି, ନୁହଁ? ଆସ, ଆମେ ମଧ୍ୟ ସେଇଭଳି କାମ କରିକି ଆଗେଇ ନେଇ ପରୀକ୍ଷାଟିକୁ ଆରମ୍ଭ କରିବା। ଡ୍ରପର ସାହାଯ୍ୟରେ ଆୟୋଡିନ ଦ୍ରବଣକୁ କଟା ଯାଇଥିବା ଆଳୁ ଉପରେ ପକାଇବା। ଦେଖିବା କ'ଣ ହଉଛି। କିଛି କଟା ଆଳୁ ନେଲେ, ଡ୍ରପର ସାହାଯ୍ୟରେ ଆୟୋଡିନ ଦ୍ରବଣ 2-3 ବୁନ୍ଦା ପକାଇଲେ। ଦେଖ ପିଲାମାନେ, କ'ଣ ଲକ୍ଷ୍ୟ କରୁଛ କୁହ? ଓ, କିଛି ରଙ୍ଗରେ ପରିବର୍ତ୍ତନ ଆସିଛି କି? ଠିକ କହୁଛ ତୁମେମାନେ, ଗାଢ଼ ନୀଳ ରଙ୍ଗ ହୋଇଯାଇଛି, ନୁହଁ? ଆଚ୍ଛା, ତାହେଲେ ଆମେ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଉପରେ ମଧ୍ୟ ସେଇ ପରୀକ୍ଷଣ କରିବା। ଦେଖିବା ସେଥିରେ କ'ଣ ରଙ୍ଗରେ ପରିବର୍ତ୍ତନ ଆସୁଛି। ପିଲାମାନେ, ଆମେ କାକୁଡ଼ି ନେଇଥିଲେ ନା? କାକୁଡ଼ିକୁ କିଛି ଖଣ୍ଡ କରିବା। ସେଥିରେ ଡ୍ରପର ସାହାଯ୍ୟରେ 2-3 ବୁନ୍ଦା ଆୟୋଡିନ ଦ୍ରବଣ ପକାଇବା। ଦେଖିବା କିଛି ରଙ୍ଗରେ ପରିବର୍ତ୍ତନ ଆସୁଛି କି? ପିଲାମାନେ, କ'ଣ ଲକ୍ଷ୍ୟ କରୁଛ କହିଲ ଦେଖି? କିଛି ରଙ୍ଗରେ ପରିବର୍ତ୍ତନ ଆସିନାହିଁ, ନୁହଁ? ଆଚ୍ଛା, ଠିକ ଅଛି। ଆଚ୍ଛା, ଏଠି ଦେଖିଲ ପିଲାମାନେ, ପାଉଁରୁଟି ଖଣ୍ଡ ନେଇଛେ। ସେଥିରେ ଆମେ ଡ୍ରପର ସାହାଯ୍ୟରେ ଆୟୋଡିନ ବୁନ୍ଦା ପକାଇଲେ। ଦେଖ ପିଲାମାନେ, କ'ଣ ଲକ୍ଷ୍ୟ କରୁଛ? ପାଉଁରୁଟିରେ ଗାଢ଼ ନୀଳ ରଙ୍ଗଟି ରାଗରେ ପରିବର୍ତ୍ତନ ହେଇଛି, ନୁହଁ? ଆଚ୍ଛା, ଠିକ ଅଛି। ଏବେ ଆମେ ସେଇ ପରୀକ୍ଷଣକୁ ଆମେ କ'ଣ କରିବା? ଭାତ ଉପରେ ପ୍ରୟୋଗ କରିବା। ଭାତର କିଛି ଅଂଶ ଆମେ ନେଇଛେ। ସେଥିରେ ଆମେ ଆୟୋଡିନ ଦ୍ରବଣ 2-3 ବୁନ୍ଦା ଦ୍ରବଣ ପକାଇଲେ। ଦେଖୁଛ କ'ଣ ଲକ୍ଷ୍ୟ କଲେ ପିଲାମାନେ? ସେଥିରେ ଗାଢ଼ ନୀଳ ରଙ୍ଗର କ'ଣ ହେଇଛି? ପରିବର୍ତ୍ତନ ଆସିଛି, ନୁହଁ? ଆଚ୍ଛା, ଠିକ ଅଛି। ଏବେ ଆଗକୁ ଯିବା। ଆମେ ନଡ଼ିଆ କୋରା ନେଇଥିଲେ ନା? ଠିକ ସେମିତି ନଡ଼ିଆ କୋରା ଉପରେ ଡ୍ରପର ସାହାଯ୍ୟରେ 2-3 ବୁନ୍ଦା ଆୟୋଡିନ ଦ୍ରବଣ ପକାଇଲେ। ଦେଖ ପିଲାମାନେ, କ'ଣ ଲକ୍ଷ୍ୟ କରୁଛ? କେବଳ ଆୟୋଡିନ ଦ୍ରବଣର ରଙ୍ଗଟି ଦେଖାଯାଉଛି, ଅନ୍ୟାନ୍ୟ କିଛି ରଙ୍ଗରେ ପରିବର୍ତ୍ତନ ହେଲା ନାହିଁ, ନୁହଁ? ଆଚ୍ଛା, ଠିକ ଅଛି ପିଲାମାନେ। ଏବେ ଦେଖିବା ସିଝା ବୁଟ ଯେଉଁ ନେଇଥିଲେ, ସିଝା ବୁଟ ଉପରେ ମଧ୍ୟ ଆମେ 2-3 ବୁନ୍ଦା ଆୟୋଡିନ ଦ୍ରବଣ ପକାଇବା। ଦେଖିବା ସେଥିରେ କ'ଣ ସବୁ ପରିବର୍ତ୍ତନ ଆସୁଛି। କିଛି ପରିବର୍ତ୍ତନ ଲକ୍ଷ୍ୟ କରୁଛ ପିଲେ? ନାହିଁ? ଠିକ କହୁଛ ପିଲାମାନେ, ବିଶେଷ ରଙ୍ଗ ପରିବର୍ତ୍ତନ ଆସିନାହିଁ। ଆଗକୁ ଯିବା। ଆମେ ଚିନାବାଦାମ ନେଇଥିଲେ ନା? ତାକୁ ଆମେ ଏମିତି ଗୁଣ୍ଡ କରିଦେଇଛେ। ସେଥିରେ ଆମେ ମଧ୍ୟ 2-3 ବୁନ୍ଦା ଆୟୋଡିନ ଦ୍ରବଣ ପକାଇବା। ଦେଖିବା କ'ଣ ଲକ୍ଷ୍ୟ କଲ ପିଲାମାନେ? କିଛି ରଙ୍ଗରେ ପରିବର୍ତ୍ତନ ଆସିନାହିଁ। ଆଚ୍ଛା, ଠିକ ଅଛି। ଆଗକୁ ଯିବା।
ଆମେ ନେବା କିଛି ତେଲ। ତେଲ ଉପରେ ମଧ୍ୟ ସେଇଭଳି ଆମେ 2-3 ବୁନ୍ଦା ଆୟୋଡିନ ଦ୍ରବଣ ପକାଇବା। ଦେଖିବା କ'ଣ ପରିବର୍ତ୍ତନ ଆସୁଛି। ଦେଖ ପିଲାମାନେ, କିଛି ରଙ୍ଗରେ ପରିବର୍ତ୍ତନ ଆସିଲାନି। ଆଚ୍ଛା, ଠିକ୍ ଅଛି। ଏବେ ଆମେ ଲହୁଣୀ ନବା। ଲହୁଣୀ ଉପରେ ମଧ୍ୟ ସେଇ 2-3 ବୁନ୍ଦା ଆୟୋଡିନ ଦ୍ରବଣ ପକାଇବା। ଦେଖିବା କ'ଣ ହଉଛି। ଓହୋ, ସେଥିରେ ମଧ୍ୟ କୌଣସି ପରିବର୍ତ୍ତନ ନାହିଁ। ଦେଖିପାରୁଛ ପିଲେ, କିଛି ପରିବର୍ତ୍ତନ ଆସିଛି କି ନାହିଁ ନା? ଠିକ୍ ଅଛି। ବର୍ତ୍ତମାନ ତୁମେମାନେ ଯେଉଁ ଖାଦ୍ୟ ନମୁନା ଉପରେ ଆୟୋଡିନ ଦ୍ରବଣ ପରୀକ୍ଷଣ କଲ, ତା ରଙ୍ଗଟାକୁ ଏଠି ଆମେ ଲେଖିବା। ଆସ। ଆଳୁ। ଆୟୋଡିନ ପରୀକ୍ଷା ପରେ ଖାଦ୍ୟର ରଙ୍ଗରେ କ'ଣ ପରିବର୍ତ୍ତନ ଆସିଲା ତୁମେମାନେ କହିବ। ଆଳୁର ରଙ୍ଗ କ'ଣ ହେଲା ପିଲେ? ଗାଢ଼ ନୀଳ ରଙ୍ଗ। ଠିକ୍ କହିଲ। ତୁମେମାନେ ପରୀକ୍ଷା କରି ଦେଖିଲ ନା? ଠିକ୍ ଅଛି। ବର୍ତ୍ତମାନ କାକୁଡ଼ିକୁ ଯିବା। କାକୁଡ଼ିର ରଙ୍ଗ କ'ଣ ହେଲା? ଗାଢ଼ ନୀଳ ରଙ୍ଗ ହେଲା ନାହିଁ। ତମେ ତ ପରୀକ୍ଷା କରି ଦେଖିଛ ଆଉ। ବହୁତ ସୁନ୍ଦର, ବହୁତ ବଢ଼ିଆ। ତାପରେ ଯିବା ପାଉଁରୁଟି। ପାଉଁରୁଟିର ରଙ୍ଗ ଦେଖିବା। ଗାଢ଼ ନୀଳ ରଙ୍ଗ ହୋଇଯାଇଛି। ଆଚ୍ଛା, ଠିକ୍ ଅଛି। ଭାତ। ଭାତର ରଙ୍ଗ ଗାଢ଼ ନୀଳ ରଙ୍ଗ ହୋଇଯାଇଛି। ଆଚ୍ଛା ଆଚ୍ଛା, ତମମାନେ ପରୀକ୍ଷା କରି ଦେଖିଛ ନୁହଁ? ଠିକ୍ ଅଛି। ବର୍ତ୍ତମାନ ସିଝା ବୁଟର ରଙ୍ଗ କୁହ। କିଛି ରଙ୍ଗରେ ପରିବର୍ତ୍ତନ ଆସିଲା କି? ଗାଢ଼ ନୀଳ ରଙ୍ଗ ହେଲା ନାହିଁ। ଠିକ୍ ଅଛି। ବହୁତ ସୁନ୍ଦର ଭାବରେ ତୁମେମାନେ ପରୀକ୍ଷଣଟିକୁ କରିଛ। ଏବେ କୁହ ପିଲାମାନେ, ଛେଚା ଚିନାବାଦାମ। ସେଥିରେ କ'ଣ ରଙ୍ଗରେ ପରିବର୍ତ୍ତନ ଆସିଛି ଯେ ଆମେ ଦେଖିବା? କୁହ। କିଛି ରଙ୍ଗରେ ପରିବର୍ତ୍ତନ ଆସିଥିଲା କି? ଆସିନଥିଲା? ଆଚ୍ଛା, ତାମାନେ ଗାଢ଼େ ନୀଳ ରଙ୍ଗ ହେଲା ନାହିଁ। ଠିକ୍ ଅଛି ତ? ହଉ, ଠିକ୍ ଅଛି। ଆଗକୁ ଯିବା। ତେଲ। ତେଲରେ ତୁମେ କ'ଣ କିଛି ରଙ୍ଗରେ ପରିବର୍ତ୍ତନ ଦେଖିଲ କି ପିଲେ? ହେଲା ନାହିଁ? ଠିକ୍ କହିଛ। ଗାଢ଼ ନୀଳ ରଙ୍ଗ ହେଲା ନାହିଁ। ଆଚ୍ଛା, ବର୍ତ୍ତମାନ ଆମେ ବଟର ବା ଲହୁଣୀ ଉପରେ ତା ରଙ୍ଗର ପରିବର୍ତ୍ତନ ଦେଖିବା। ଓହୋ, ସେଥିରେ ମଧ୍ୟ ଗାଢ଼ ନୀଳ ରଙ୍ଗ ହେଲା ନାହିଁ। ଠିକ୍ ଅଛି। ଏବେ ଆମେ ଯେଉଁ ନଡ଼ିଆ କୋରା ନେଇଥିଲେ, ଦେଖିବା ସେଥିରେ କେଉଁ ରଙ୍ଗରେ ପରିବର୍ତ୍ତନ ଆସିଛି। ସେଥିରେ ମଧ୍ୟ ଗାଢ଼ ନୀଳ ରଙ୍ଗ ହେଲା ନାହିଁ। ଆଚ୍ଛା, ତମେମାନେ ବର୍ତ୍ତମାନ ଯେଉଁ ଖାଦ୍ୟ ନମୁନା ନେଇଥିଲେ, ଆୟୋଡିନ ପରୀକ୍ଷା ପୂର୍ବରୁ ରଙ୍ଗ ଓ ପର ରଙ୍ଗ ସହିତ ତୁଳନା କରିବା। ଆସ ପିଲାମାନେ ତୁଳନା କରିବା। ଦେଖ, ତୁମେ ଯେଉଁ ଲିପିବଦ୍ଧ କରିଥିଲ ଖାଦ୍ୟ ନମୁନାର ଆୟୋଡିନ ପରୀକ୍ଷା ପୂର୍ବରୁ ଖାଦ୍ୟର ରଙ୍ଗ, ବର୍ତ୍ତମାନ ତୁମେମାନେ ଆୟୋଡିନ ପରୀକ୍ଷା ପରେ ଖାଦ୍ୟର ରଙ୍ଗଗୁଡ଼ିକୁ ଲେଖିବା। ଦେଖ, ଆଳୁ। ଆଳୁର ରଙ୍ଗ ଆୟୋଡିନ ପରୀକ୍ଷା ପୂର୍ବରୁ ହାଲୁକା ହଳଦିଆ ଥିଲା, କିନ୍ତୁ ଆୟୋଡିନ ପରୀକ୍ଷା ପରେ ଗାଢ଼ ନୀଳ ରଙ୍ଗରେ ପରିବର୍ତ୍ତନ ହେଇଛି। ଠିକ୍ ଅଛି। କାକୁଡ଼ି। କାକୁଡ଼ିର ରଙ୍ଗ ହାଲୁକା ସବୁଜ ଲେଖିଥିଲେ, ନୁହଁ କି? ଗାଢ଼ ନୀଳ ରଙ୍ଗ ହେଲା ନାହିଁ। ଆଚ୍ଛା, ଠିକ୍ ଅଛି। ପାଉଁରୁଟି। ପାଉଁରୁଟିର ରଙ୍ଗ ତ ଆମେ ଅଳ୍ପ ହଳଦିଆ ଲେଖିଥିଲେ, ବା ଇଷତ ହଳଦିଆ କଥା ବି ଆମେ କହିଥିଲେ। ଓ, ସେଥିରେ ତ ଗାଢ଼ ନୀଳ ରଙ୍ଗ ଆସିଛି। ଠିକ୍ ଅଛି ପିଲାମାନେ, ବର୍ତ୍ତମାନ ଭାତ କଥା ଉପରେ ଆଲୋଚନା ରଖିବା। ଭାତ ଉପରେ ଆମେ ଆୟୋଡିନ ପରୀକ୍ଷା ପୂର୍ବରୁ ରଙ୍ଗ ଧଳା ଥିଲା, ପରେ
ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।